এটা ଯାହା କଥାବାର୍ତ୍ତା ହେଇଛି ଆଜି ହେଇଛି। এবং ଆଜି ବି ମନମୋହନ ସାମଲ କହିଛନ୍ତି ଯେ ଆପଣଙ୍କୁ ସମର୍ଥନ କରିବେ ବିଜେପି ପକ୍ଷରୁ ସମର୍ଥନ ହେବ ବୋଲି। ଆଜ୍ଞା ସେ କହିଛନ୍ତି ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଥିଲା, ତାଙ୍କ ସାଙ୍ଗରେ ବି ହେଇଛି, ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ହେଇଛି, ଅମିତ ଶାହାଜୀଙ୍କ ସାଙ୍ଗରେ ହେଇଛି, ତାଙ୍କର ସପୋର୍ଟ ମୁଁ ପାଉଛି। 8ଟି ସିଟ୍ ଆବଶ୍ୟକ ରହୁଛି, ଆଲୋଚନା କରିବ ଅନ୍ୟ ବିଜେଡି ସହିତ ଆଲୋଚନା କରିବ, ସମସ୍ତଙ୍କ ସାଙ୍ଗରେ ଆଲୋଚନା କରାଯିବ। ଆଗରୁ ସେଟା ମୁଁ ଆଉ ଦି ଚାରି ଦିନ ମୁଁ ଏଇଟା ହଠାତ୍ ଛିଡା ହେଇଛି, ମତେ ଦି ଚାରି ଦିନ ଟାଇମ ଦିଅନ୍ତୁ, ଟିକେ ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତା କଲେ ମୋ ପୋଜିସନ ଟା ମୁଁ କହିପାରିବି। ଆପଣ ଯେହେତୁ ଭାରତୀୟ ଜନତା ପାର୍ଟିର 22 ସଦସ୍ୟ ଅଛନ୍ତି, ଆପଣଙ୍କୁ ଆହୁରି 8 ସଦସ୍ୟଙ୍କ ସମର୍ଥନ ଲୋଡ଼ା ସାର୍ କରୁଛି। କଂଗ୍ରେସ ବିଜେଡି ସଦସ୍ୟଙ୍କ ସହିତ ଆପଣ ମିଶିବେ, ସୁପ୍ରିମୋଙ୍କୁ ସାର୍ କଣ୍ଟାକ୍ଟ କରିବେ କି? କରିବି, ନିଶ୍ଚୟ କରିବି। ହଁ ନିଶ୍ଚୟ କରିବି। ମୁଁ 5 ତାରିଖ ଦିନ ନମିନେସନ। ରାଜ୍ୟସଭା ସଂଖ୍ୟାର ଖେଳ ବର୍ତ୍ତମାନ ପଡୁଛି, ଆପଣ ଅତୀତରେ ବି ବିଜେଡିକୁ ଚକମା ଦେଇଥିଲେ, ବର୍ତ୍ତମାନ ପୁନରାବୃତ୍ତି ହେବ କି ଇତିହାସ? ଦେଖାଯାଉ, ମୁଁ ହଠାତ୍ ଡିସାଇଡ୍ କଲି ଛିଡା ହେବା ପାଇଁ, ତ ମୁଁ 2-4 ଦିନ ପରେ ଆପଣମାନଙ୍କୁ କ୍ଲିୟରଲି କହିପାରିବି ମୋର କଣ ପଇସା। ସମସ୍ତଙ୍କୁ ନ୍ୟାଚୁରାଲି ସେମାନେ ଭୋଟର ସମସ୍ତଙ୍କୁ ସହଯୋଗ ମାଗିବି, ସହଯୋଗ ସମସ୍ତଙ୍କଠୁ ମାଗିବି, ଭେଟିବି, ନିଶ୍ଚୟ ଭେଟିବି। ମୁଁ କିଛି ଭାବୁନି।